ଏହି ଭିडिଓ ବନେଇବାର ଉଦ୍ଦେଶ୍ୟ ଏଇଆ ଥିଲା ରିକ୍वेଷ୍ଟ କରିବି ଯାହା ପାଖରେ ଏ ଭାଇରାଲ ଭିडिଓ ଅଛି ପ୍ଲିଜ ଫରୱାର୍ଡ ନ କରି ଡିଲିଟ କରିଦିଅ। ଆଜି ସେହି ଜାଗାରେ ଆମ ଭଉଣୀ ଥିଲେ ଭାବିକି ଦେଖ ଯଦି କୋଉ ପେରେଣ୍ଟସ୍ ଏ ଭିडिଓ ଦେଖୁଛି ଛୁଆଙ୍କ ଉପରେ ବିଶ୍ୱାସ ଯେତିକି ରଖୁଛ ସିସିଟିଭି ଭଳି ନଜର ବି ସେତିକି ରଖ ନହେଲେ ବଦନାମଟା କଣ ଜାଣିବାକୁ ବେଶୀ ସମୟ ଲାଗିବନି। ବାହାଘର ସିଜନ ଚାଲିଛି ଏପଟେ ମେଡିସିନ ଷ୍ଟୋର ଡାଉନ ଚାଲିଛି ଏହାର କାରଣ ଜାଣିବା ପାଇଁ ଆମେ ଆମ ଟିମ୍ ପୂର୍ଣ୍ଣ ଚେଷ୍ଟାରେ ଲାଗି ପଡିଲୁ। ସେହି ସମୟରେ ମୋ ଦୁର୍ବଳ ହବାର କାରଣ ମୋ ସାଙ୍ଗ ଗୋଟେ ମେସେଜ ପଠାଇଲା। ସେହି ମେସେଜରେ ଥିବା ଏକ ଭିଡିଓ ଆମ ସବୁ ପ୍ରଶ୍ନର ଉତ୍ତର ଥିଲା। ସେଲିବ୍ରିଟି ଲୋକ ବ୍ୟବହାର କରୁଥିବା ତେଲ ଜସ୍ମିନ ତେଲ ଆମ ସାମ୍ନାକୁ ଆସିଲା। ରାତାରାତି କୋଟିପତି ହେଇଗଲେ ସେଇମାନେ ଯୋଉମାନେ ଜସ୍ମିନ ତେଲ ବିକୁଥିଲେ। ତାପରେ ମେଡିସିନ ଷ୍ଟୋର ବୁଝିପାରିଲା ତାର ଭୁଲ ଜସ୍ମିନ ତେଲର ଷ୍ଟକ୍ କଲା ଭୁଲ। ସୋ ଆଜିର ଭିଡିଓ ଯାହା ଉପରେ ହବାକୁ ଯାଉଛି ହୁଏତ କିଏ ଆଉ କହିବାକୁ ପଡିବନି। ମୁଁ ସୂର୍ୟା ମହାପାତ୍ର ସ୍ୱାଗତ କରୁଛୁ ଆଉ ଗୋଟେ ଭାଇରାଲ ଭିଡିଓକୁ। ସେ ଭାଇରାଲ ଭିଡିଓ ହୁଏତ ଲକ୍ଷ ଲକ୍ଷ ଲୋକ ଅଲରେଡି ଦେଖି ସାରିଥିବେ। ପ୍ରଥମେ ତ ଯେବେ ମୁଁ ସେ ଭିଡିଓଟା ଦେଖିଲି ମୋ ରିଆକ୍ସନ ଏମିତି ଥିଲା ଇରେ ବାଣ୍ଡ। ଫାଷ୍ଟ ରୁ ଫାଳିକିଆ ମୁହଁ ଦେଖି ମୁଁ ଜାଣି ଯାଇଥିଲି ଇଏ ସିଏ ନୁହେଁ ସିଏ ହେଇଥିଲେ ଭାଇ ଏଇଠି କଷ୍ଟ ହେଇଥାନ୍ତା। ହେଲେ ଇଏ ବି ଆଉ କାହା ଭଉଣୀ ଆଉ କାହା ଝିଅ ନା। ଭାବ ସେ ଯେତେବେଳେ ଘରୁ ବାହାରକୁ ବାହାରୁଥିବ କେତେ ଲଜ୍ଜା ଲାଗୁଥିବ। ମାନେ ମୁହଁ ତ ଭାଇ ଟେକିକି ଚାଲି ପାରୁନଥିବ ଲୋକଙ୍କ ନଜର ସହିତ ନଜର ମିଶେଇବା ତ ଭାଇ ବହୁତ ଦୂରର କଥା। ଇଏ ଏକା ଓଡିଆ ଇନଫ୍ଲୁଏନ୍ସର ନୁହେଁ ଯାହା ଭିଡିଓ ଭାଇରାଲ ହେଇଛି। ଆହୁରି ବହୁତ ଓଡିଆ ଇନଫ୍ଲୁଏନ୍ସର ଅଛନ୍ତି ତାଙ୍କ ନାଁ ଏଠି ନେଇ ହବନି। ସେମାନେ ତାଙ୍କରି ଭୁଲ ପାଇଁ ଆଜି ଭାଇରାଲ। ମତେ ଗୋଟେ ହୋଟେଲ କୁ ଡାକିଥିଲା। ହୋଟେଲ କୁ ଡାକିଲା ପରେ ମୋ ସହିତ ଜୋର ଜବରଦସ୍ତି ମୂର୍ଖା ଭିତରେ ବାଳିକା ଟିକିଏ ଶାରୀରିକ ସମ୍ପର୍କ ରଖିଲା। ଓ ଜସ୍ମିନ ତେଲର ସେଲ୍ସ ବଢେଇଥିବା ସୁନ୍ଦରୀ। ଭିଡିଓ ଭାଇରାଲ ପରେ ସତ କଣ ଶୁଣେଇବାକୁ ଆସିଛି। ବସ ବସ ନୂଆ ଗପଟେ ଶୁଣିକି ଯିବ। ଆମେ ଦି ଜଣ ଗୋଟେ ଜାଗାରେ କାମ କରୁଥିଲୁ। କାମ କଲା ପରେ ଆମର ସେଇଠି ମାନେ ସିଏ ମତେ ପ୍ରପୋଜ କରିଥିଲା କି ବାହା ହେବାର ପ୍ରତିଶ୍ରୁତି ଦେଇଥିଲା କି ମୁଁ ତମକୁ ଭଲ ପାଉଛି ମୁଁ ତମକୁ ବାହା ହେବାକୁ ଚାହୁଁଛି। ଯାହା ଫଳରେ ମୁଁ ଗୋଟେ ଝିଅ ନା ମୋର ବି ତା ପ୍ରତି ସେମିତି କିଛି ଆସିଲା ଯାହା ସେ ମତେ ବାହା ହବ। ପ୍ରଥମେ ମୁଁ ମୋ ଜାତି କଥା କହିଥିଲି ଯେ ଆମର ଛୋଟ ଜାତି ମୁଁ ତତେ ବାହା ହେବିନି କାହିଁକି ନା ତମ ଘରେ ପୁରେଇବେନି। ସେ କହିଥିଲା କି ହଁ ଆମ ଘରେ ସବୁ ରାଜି ଅଛନ୍ତି ଅଛନ୍ତି ମତେ ଦୁନିଆ ସ୍ୱପ୍ନ ଦେଖେଇଥିଲା। କଣ ଆଖି ବନ୍ଦ କରି ନା କବାଟ ବନ୍ଦ କରି। ତାପରେ ମତେ ଗୋଟେ ହୋଟେଲ କୁ ଡାକିଥିଲା। ହୋଟେଲ କୁ ଡାକିଲା ପରେ ମୋ ସହିତ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା। ନିଜ ହାତରେ ଇଞ୍ଜେକ୍ସନ ପୁରଉଥିଲ। ମିଡିଆ ଆଗରେ ମିଛ କହିଲେ କଣ ହବ। ଯେ ଭିଡିଓ ନ ଦେଖିଛି ତାକୁ ମିଛ କହିବ। ଯେତେବେଳେ ଶାରୀରିକ ସମ୍ପର୍କ ରଖିଲା ମୁଁ ମନା କରିଥିଲି। କେମିତି ମନା କରିଥିଲୁ ଜସ୍ମିନ ତେଲ ମାରି। ସିଏ ସେଇ ଟାଇମରେ କଣ କରିଥିଲା ନା କହିଥିଲା କି ଆମେ ତ ବାହାଘର ହବା। ମତେ ବାହା ହବାର ପ୍ରଲୋଭନ ଦେଖେଇଲା। ଦେଖେଇକି ମୋ ସହିତ ଶାରୀରିକ ସମ୍ପର୍କ ରଖିଲା। ଭିଡିଓ ଭାଇରାଲ ପରେ ୟା ବୁଦ୍ଧି ହଜି ଯାଇଛି ତତେ ପ୍ରଲୋଭନ ଦେଲା ତୁ ତାକୁ ପୁରା ଦେଇଦେଲୁ। ରଖିଲା ପରେ ଭିଡିଓ ମଧ୍ୟ କରିଥିଲା। ସୋସିଆଲ ମିଡିଆରେ ଭିଡିଓ କରି ଯେତେ ଭାଇରାଲ ହେଇନଥିଲା ଏଇ ଭିଡିଓ ପରେ ଅଲଗା ପ୍ରକାର ଭାଇରାଲ ହେଲା। ଭିଡିଓ କଲା ପରେ ସେ କିଛି ଦିନ ଏମିତି ସେଇ ଭିଡିଓକୁ ରଖିକି ମତେ ବ୍ଲାକମେଲ ମଧ୍ୟ କଲା। ୟା ଭିଡିଓ ଭାଇରାଲ ହବା ପରେ ଇଏ ଏତେ ट्रोल ହେଇଛି ଆଉ କୋଉ ଝିଅ ଏବେ ହୋଟେଲ ଯିବାକୁ ଡରିବ। ଭିଡିଓ ହେଲା ବେଳେ ମୁଁ ଯେତେବେଳେ ଅଜାଣତରେ ହେଇଛି। ଭିଡିଓ ହେଲା ବେଳେ ମୁଁ ଯେତେବେଳେ ଅଜାଣତରେ ହେଇଛି। ହଁ ହେଇଥିବ ଭିଡିଓ ତ ଆମେ ଦେଖିନୁ ଜାଣିବୁ କେମିତି। ଯେହେତୁ ତା ସହିତ ମୋର ଆଟାଚମେଣ୍ଟ ହେଇଯାଇଥିଲା କି ହଁ ମୁଁ ତାକୁ ବାହା ହେବାର ତୋର କଥା ଦେଇଥିଲା ନା ତ ମୁଁ ତା ସହିତ ଥିଲି। ବାହା ହବା ପାଇଁ କଥା ଦେଇଥିଲା ତ ତୁ ବି କଥା ଦେଇଥାନ୍ତୁ ଡାଇରେକ୍ଟ ଦେଇଦେଲୁ। ପୁଅ ହଉଛି ଅମିୟ ଚକ୍ର। ତା ଘର ହଉଛି ଲିଙ୍ଗରାଜ ନଗର ଲେନ୍ 8 ରେ ତା ଭଡା ଘର। ତାଙ୍କ ନିଜ ଘର ହଉଛି କେଉଁଝର ଆଡେ। ତୁ ତ ସେ ପୁଅ ବିଷୟରେ ସବୁ ଜାଣିଛୁ ଯାଉନ ତା ଘରକୁ ପୋଲିସ ପାଖକୁ କାହିଁକି ଆସୁଛୁ। ବର୍ତ୍ତମାନ ସମସ୍ତେ ଟ୍ରୋଲ କରୁଛନ୍ତି ମତେ। ଲୋକ କିଛି ନ ବୁଝିକି ମତେ ବହୁତ ଗାଳି କରୁଛନ୍ତି ସୋସିଆଲ ମିଡିଆରେ ଆପଣ ଦେଖିବି ପାରୁଥିବେ। ହଁ ଲୀଳାଟା କରିଛୁ ଯେତେବେଳେ କିଳାଟା ପଶିବ ନା ଆଉ ମୁଁ ଏସବୁ ସହି ପାରୁନି। ମୋଠି ଆଉ ଧୈର୍ଯ୍ୟ ଶକ୍ତି ବି ନାହିଁ। ମୋ ସ୍ୱପ୍ନ ତ ସବୁ ପାଣିରେ ମିଶିଗଲା। ମୁଁ ସୋସିଆଲ ମିଡିଆରେ ମୁଁ କିଛି ମୁଁ ସେଥିରୁ ଇନକମ୍ ବି କରୁଥିଲି। ମୁଁ ସେଇଥିରେ ବହୁତ ଲୋକ ସମସ୍ତେ ଭଲ ପାଉଥିଲେ। ଆଉ ସେ ସବୁ କିଛି ନାହିଁ। ମୋ କ୍ୟାରିୟର ନଷ୍ଟ ହେଇଗଲା। ମୋ ଲାଇଫଟା ପୁରା ସ୍ପଏଲ ହେଇଗଲା। ସ୍ପଏଲ ହେଇନି ତୁ ସ୍ପଏଲ କରିଦେଲୁ ହୋଟେଲ ଯାଇକି। ଭାଇ ଏଠି ବି ସେଇ ସେମ ଘଟଣା। ବାହାଘରର ପ୍ରତିଶ୍ରୁତି ଦେଇ ଫିଜିକାଲ ରିଲେସନ ରଖିଲା ପରେ ବ୍ଲାକମେଲ ତାପରେ ଭିଡିଓ ଭାଇରାଲ। ଝିଅ ମାନଙ୍କୁ ବାହା ହବାର ପ୍ରତିଶ୍ରୁତି ଦେଇ ପେଲିବାର ଇଏ କି ବାହାନାରେ ବେଧ ଛୁଆ। ଶଳା ତମ ଭଳିଆ ପ୍ଲେ ବୟ ପାଇଁ ଏଠି ସୋସାଇଟିରେ ସବୁ ପୁଅଙ୍କୁ ବଦନାମ ହବାକୁ ପଡୁଛି।